সর্বভারতীয় গোল্ডেন কপ टी20 ক্রিকেট টুর্ଣ୍ଣାମେଣ୍ଟ ଉଦ୍ଯାପିତ। କେନ୍ଦୁଝର ଜିଲ୍ଲା ଅଳତୀ ଡିଏନ୍ ହାଇସ୍କୁଲ ମିନି ଷ୍ଟାଡିୟମଠାରେ ସ୍ପୋର୍ଟସ କ୍ଲବ ପକ୍ଷରୁ 32ତମ ସର୍ବଭାରତୀୟ ଗୋଲ୍ଡେନ କପ୍ टी20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି। ଫାଇନାଲ ମ୍ୟାଚ୍ରେ ଆଦର୍ଶ କ୍ରିକେଟ ଏକାଡେମୀ ବାଲେଶ୍ୱରକୁ ହରାଇ ତମାଣ୍ଡୋ କ୍ରିକେଟ କ୍ଲବ ଭୁବନେଶ୍ୱର ଚମ୍ପିଆନ ହୋଇଛି। ଫାଇନାଲ ମ୍ୟାଚ୍ରେ ତମାଣ୍ଡୋ କ୍ରିକେଟ କ୍ଲବ ଭୁବନେଶ୍ୱର ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ 27 ଓଭରରେ 6 ୱିକେଟ୍ ହରାଇ 295 ରନ୍ କରିଥିଲେ। ଏହାର ଜବାବରେ ଆଦର୍ଶ ଏକାଡେମୀ ବାଲେଶ୍ୱର 21.4 ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର 165 ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ତମାଣ୍ଡୋ ଭୁବନେଶ୍ୱର ଫାଇନାଲ ମ୍ୟାଚ୍କୁ 130 ରନ୍ ବ୍ୟବଧାନରେ ଜିତି ଯାଇଥିଲା। ସ୍ପୋର୍ଟସ କ୍ଲବର ସଭାପତି ଡକ୍ଟର ରତିକାନ୍ତ ବରାଳଙ୍କ ସଂଯୋଜନାରେ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ସଭାପତି ମହେଶ୍ୱର ସାହୁ, ମୁଖ୍ୟ ବକ୍ତା ଭାବେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ସିନେ ଅଭିନେତା ଜ୍ୟୋତି ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବିଜେତା କ୍ଲବକୁ ଟ୍ରଫି ସହ 1 ଲକ୍ଷ ଟଙ୍କା ଏବଂ ଉପବିଜେତା ବାଲେଶ୍ୱର ଦଳକୁ ଟ୍ରଫି ସହ ନଗଦ 60,000 ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳରେ ଦୀର୍ଘ 32 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବାରୁ ଆୟୋଜକମାନଙ୍କ ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ଅତିଥିମାନେ। କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ପଡ଼ିଆକୁ ଏକ ଉନ୍ନତମାନର ଷ୍ଟାଡିୟମ ରୂପ ଦେବାକୁ ମନ୍ତ୍ରୀ ପ୍ରୟାସ କରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଓସିଏ ପ୍ୟାନେଲ ଅମ୍ପାୟାର ପ୍ରାଣନାଥ ଜେନା, ବିଜୟ କୁମାର ଜେନା ଦାୟିତ୍ୱ ନିର୍ବାହ କରିଥିଲେ ଏବଂ କ୍ଲବର ସମସ୍ତ ସଦସ୍ୟ ମ୍ୟାଚ୍ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଅଣତି ଭଳି ଗାଁରେ ଏତେ ବଢ଼ିଆ ଟୁର୍ଣ୍ଣାମେଣ୍ଟ ହେଉଛି ଏ କଥା କେହି ବିଶ୍ୱାସ କରିପାରିବେ ନାହିଁ। ମୁଁ ନିଜେ ଦେଖିକିରି ଆଶ୍ଚର୍ଯ୍ୟ ହେଇଗଲି। ଆଉ ଏତେ ମାନେ କ୍ରିକେଟ ଲଭର୍ସ, ଏତେ ସବୁ ଖେଳ ପ୍ରେମୀ ଏଠି ଆଉ ଏକ୍ସାଇଟେଡ୍ ହେଇ ଖେଳ ଦେଖୁଛନ୍ତି, ସେଇଟା ହେଉଛି ବହୁତ ବଡ଼ ଜିନିଷ। ଆଉ ମୁଁ ଏଠିକି ଆଜି ଆସିପାରିଲି କାହିଁକି ନା ମାନ୍ୟବର ଆମର ଆଉ ଓଡ଼ିଶାର ମାନେ ସବୁଠୁ ବଡ଼ ସାମ୍ବାଦିକ କହିଲେ ଅତ୍ୟୁକ୍ତି ହେବ ନାହିଁ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଆଉ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଆଉ ମାନେ ଇଏ ଥିଲା, ରିକ୍ୱେଷ୍ଟ ଥିଲା ବା ଆଦେଶ ଥିଲା ଯେ ଆପଣ ଟିକେ ଆସନ୍ତୁ ବୋଲି। ତ ମୁଁ ଆସିକିରି ପହଞ୍ଚିଲି। ଯାହା ହଉ ସାର୍ ବି ଆସିକିରି କିଛି ସମୟ ପରେ ପହଞ୍ଚିଗଲେ। ଆଉ ବଢ଼ିଆ କାର୍ଯ୍ୟକ୍ରମ ହେଲା, ବହୁତ ବଢ଼ିଆ କାର୍ଯ୍ୟକ୍ରମ। ଆଉ ଏଇ ଯେଉଁ ଷ୍ଟାଡିୟମ ପାଇଁ ପ୍ରତିଶ୍ରୁତି ଦିଆହେଇଥିଲା, ମୁଁ ଆଉଥରେ ରିପିଟ୍ କରୁଛି, ଖେଳ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ତାକୁ ନିଶ୍ଚିତ ଭାବରେ ବଜେଟ୍ରେ ମୁଁ ପାସ୍ କରିବି। ଗୋଲ୍ଡେନ କପ୍ ବହୁ ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଗତ ବର୍ଷ ଅପେକ୍ଷା ଏ ବର୍ଷ ଆହୁରି ଅଧିକ ଉତ୍ସାହ ଉଦ୍ଦୀପନା ସହିତ କାର୍ଯ୍ୟକ୍ରମ ହେଇଛି। ମାନ୍ୟବର ମନ୍ତ୍ରୀ ମହୋଦୟ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଉପସ୍ଥିତ ରହି ଏହାକୁ ଅନୁଭବ କରିଛନ୍ତି ଏବଂ ସେ ଆପଣଙ୍କ ଆଗରେ ତାଙ୍କର ଅନୁଭବର କଥା ମଧ୍ୟ କହିଛନ୍ତି। ମୁଁ ଭାବୁଛି ବର୍ତ୍ତମାନ ଗ୍ରାମାଞ୍ଚଳରେ ଖେଳକୁଦର କେବଳ ହକି, କ୍ରିକେଟ ନୁହେଁ, ସବୁ ପ୍ରକାର ଖେଳର ଭିତ୍ତିଭୂମିକୁ ଟିକେ ମଜବୁତ କଲେ, ପ୍ରତି ସ୍କୁଲର ପଡ଼ିଆ ଗୋଟିଏ ଭଲ ଖେଳ ପଡ଼ିଆ ହେଇପାରିଲେ ଆମର ପିଲାମାନେ ଖେଳ ପ୍ରତି ଆହୁରି ଅଧିକ আকৃষ্ট ହେବେ। ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ସାରା ଭାରତର ଦୃଷ୍ଟି আকর্ষণ କଲାଣି। ଆଜି ଯେଉଁ ରାଜ୍ୟ ଏବଂ ଜାତୀୟ ସ୍ତରର ପିଲାମାନେ ଏଠି ଖେଳୁଥିଲେ, ସେମାନେ ମଧ୍ୟ ନିଜେ ଏଠି ସ୍ୱୀକାର କଲେ ଅନ୍ୟମାନଙ୍କ ଅପେକ୍ଷା ଏହି ଫିଲ୍ଡର ବ୍ୟବସ୍ଥା, ଆତିଥ୍ୟ ଏବଂ ସବୁକିଛି ଅତ୍ୟନ୍ତ ଉଚ୍ଚମାନର। ପ୍ରଥମ 4-5ଟି ଟୁର୍ଣ୍ଣାମେଣ୍ଟ ସହିତ ଏହା ତୁଳନୀୟ।
ବ୍ୟକ୍ତିଗତ ଭାବେ ଉଦ୍ୟୋକ୍ତା ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଯେ ଏଭଳି ଏକ କୃତିତ୍ୱର ଅଧିକାରୀ ସେ ଗୋଟେ ଗ୍ରାମାଞ୍ଚଳରେ ଗୋଟେ ପଞ୍ଚାୟତ ସ୍ତରରେ ତାହା କରିପାରିଛନ୍ତି। ଏହାଠାରୁ ବଡ଼ ଗୌରବ ଆଉ କିଛି ନୁହେଁ। ଏହା ଚାଲୁ ରହୁ। ଯୁବବନ୍ଧୁମାନେ ଏହାକୁ ଆଗେଇ ନେଇ ଯେଉଁ କାର୍ଯ୍ୟକ୍ରମଟିକୁ ରତିବାବୁ ଏପର୍ଯ୍ୟନ୍ତ କରି ଆସିଛନ୍ତି ସେ ସବୁଦିନ ପାଇଁ ଏ କାର୍ଯ୍ୟକ୍ରମ କରିବେ ବୋଲି ନ ଭାବି ତାଙ୍କ କାନ୍ଧକୁ କାନ୍ଧ ମିଳାଇ ଭବିଷ୍ୟତ ପାଇଁ ତାଙ୍କ ହାତକୁ ଆହୁରି ମଜବୁତ କରିବା ପାଇଁ ମୁଁ ଅନୁରୋଧ କରିବି। हलदी गोल्डन क्लब तरफ 32nd गोल्डन कप आज अनुष्ठित हो जाए फाइनाल मैच उद्यापनी उत्सव आज थिला आपण माने देखिचंती तमांडो भुवनेश्वर वर्सेस बालेश्वर टीम मध्य चली खेल एवं बहु भल खेल होता फाइनाल टमांडो विजयी है और बालेश्वर रनर्स अप है। आज आम गहन मुख्य अतिथि भाव ओडिशा सरकार मंत्री मान्यवर श्रीजुक्त कृष्णचंद्र पात्र उपस्थित थे। मुख्य वक्ता भाव ये अंचलर अति केन्दुझर माटीर गर्व और गौरव पूर्वतन विधायक खंडपड़ा पूर्वतन सांसद संवाद ग्रुपर अध्यक्ष श्रीजुक्त सौम्यरंजन पट्टनायक थे एवं महेश्वर साहू जे पूर्वतन बीजेपी कृषक मोर्चार सभापति ओडिशार थिले सी उपस्थित थे। कालियांटा सरपंच थे, कलना सरपंच थे, अलती सरपंच थे, अलती सभ्या थे एवं ट्रक एसोसिएशन तरफ छगला कुंवर ए जगार उपस्थित थिला एवं बहु मान्यमान्य व्यक्ति मध्य खेल आज सुचारू रूपे उद्यापित होती। ना टूर्नामेंट तो ओडिशार गोटे बेस्ट टूर्नामेंट कहले चले कहीं समस्ते जानती कि अलती बहुत वर्षर टूर्नामेंट आम लास्ट ईयर हारी जाइए ए वर्ष आसिक चैंपियन हो बहुत खुशी अच्छे ना आयोजक बहुत भल था कहीं ओडिशा बहुत कम आमर व्हाइट रेस टूर्नामेंट हो अलती गोटे जोटा कि व्हाइट रेस टूर्नामेंट हो जोटा कि 4 दिन खास करके 4 दिन टूर्नामेंट सरुची से बहुत भल। केन्दुझरु अमूल्य कुमार जेना रिपोर्ट खोला खबर टीवी।